ଲଙ୍କେଶ୍ୱରଙ୍କ ଜୟ ହେଉ। କିଶନ ଦାଦା ବ୍ରହ୍ମରୁ ତୁମେ ଏପରି ଘର ଭିତରେ ଆମେ ଜଣା ପଡୁଛ କାହିଁକି? ସୁସମ୍ବାଦ ନୁହେଁ ଲଙ୍କେଶ୍ୱର, ଦୁଃସମ୍ବାଦ। ମୋର ଅନିଷ୍ଟ ଘଟିଯାଇଛି। ବୃଥା ବାକ୍ୟାଳପ ନ କରି ଶୀଘ୍ର ପ୍ରକାଶ କର। ଦୈତ୍ୟରାଜ, ଘର ଦୂଷଣ ସହିତ ଦଣ୍ଡକାରଣ୍ୟରେ ଥିବା ସମସ୍ତ ରାକ୍ଷସ ନିହତ ହୋଇଛନ୍ତି। ମୁଁ କେବଳ ବଞ୍ଚିଯାଇ ସେଠାରୁ ଲୁଚି ପଳାଇ ଆସିଛି। ତାର ଜୀବନକୁ ଭୟ ନାହିଁ। କିଏ ସେଇ ଯିଏକି ମୋର ରାକ୍ଷସ ମାନଙ୍କୁ ନିହତ କରିଛି? ଯାହାର କ୍ରୋଧରେ ସୂର୍ଯ୍ୟ ଅଗ୍ନି ଦଗ୍ଧ ହୁଏ, ତାର ଦମକୁ ଯିଏ ନିଃଶ୍ୱାସ କରିପାରେ? ମୁଁ ସେଇ ଲଙ୍କାଧିପତି ଦଶାନନ ରାବଣ, ପ୍ରକାଶକର କନ୍ଦନ। କିଏ ସେଇ ଦୁରାତ୍ମା? ଲଙ୍କେଶ୍ୱର, ଅଭୟ ଦେଲେ ପ୍ରକାଶ କରିବୁ। ଓ ଶୀଘ୍ର ପ୍ରକାଶ କର, ବିଳମ୍ବ ଅସହ୍ୟ। ଦୈତ୍ୟରାଜ, ଦଶରଥ ପୁତ୍ର ରାମ ଦ୍ୱାରା ଘର ଦୂଷଣ ସହିତ ରାକ୍ଷସ ବଳର ନିପାତ ଘଟିଛି। କିନ୍ତୁ କିନ୍ତୁ ଅକମ୍ପନ, ସେ ରାମ କଣ ଏତେ ବଳଶାଳୀ? ଲଙ୍କାଧିପତି ଧନୁର୍ଦ୍ଧର ବୀରମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ସେ। ଅତୁଳନୀୟ ଶକ୍ତିର ଅଧିକାରୀ ସେ। एकमात्र से राम ही समस्त को विनाश करिछि। अकम्पन विचित्र मुख होइछि तो के सेई दुरात्मा जे कि तोर एपरि अवस्था करिछि? कह सुपर्णखा कह। दशरथ सुत से दुई भ्राता, नाम तांकर राम लइखन। वकड़को पिंधि सिरे जटा बांधि, उछल करंति देखा नारे लंकापति। जय करी कुबेर पुष्पक विमान जी अपहरण कर से त्रिपुर विजयी रावण। देव दानव गंधर्व किन्नर काली हाथ जार मृत्यु लेखा नहीं, तार भक्ति को अपमानित कर सामान्य एक मानव। राम